ଚାକିରି କରାଇଦେବାକୁ କହି ଯୁବକଙ୍କଠାରୁ 13,50,000 ଟଙ୍କା ଲୁଟି ନେଲେ ଦଲାଲ। ଥାନାରେ ମାମଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ। ଟଙ୍କା ଫେରି ପାଇବା ଚିନ୍ତାରେ ଯୁବକ। ସୂଚନା ଅନୁଯାୟୀ ବିହାରର ନଟବର ଅଞ୍ଚଳର ଏକ FCI ଗୋଦାମରେ ଚାକିରି କରାଇଦେବା ପାଇଁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବରହମପୁରା ଗ୍ରାମର ଆଦିତ୍ୟ ମାହାଲ ନାମକ ଜଣେ ଠକ ଦଲାଲ ଜଳେଶ୍ୱର ଥାନା ସୁଖଦୁଖିଆ ଗ୍ରାମର ସତ୍ୟବ୍ରତ ଦାସ ନାମକ ଜଣେ ଯୁବକଙ୍କଠାରୁ 13,50,000 ଟଙ୍କା ନେଇ ଚମ୍ପଟ ମାରିଛି। ଏନେଇ ସତ୍ୟବ୍ରତ ବାରମ୍ବାର ଠକ ଆଦିତ୍ୟଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ। ଆଦିତ୍ୟ ସତ୍ୟବ୍ରତଙ୍କ ଠାରୁ 50ଟି କିସ୍ତିରେ ଫୋନ୍ ପେ ଏବଂ ଗୁଗଲ ପେ ମାଧ୍ୟମରେ 13,50,000 ଟଙ୍କା ନେଇଥିବା ନେଇ ରହିଛି ପ୍ରମାଣ। ଏନେଇ ସତ୍ୟବ୍ରତ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ 5 ବର୍ଷ ବିତିଗଲାଣି ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଦଲାଲ ଯୁବକ ଜଣକ ଖୋଲମଖୋଲା ବୁଲୁଥିବାର ଦେଖିବାକୁ ମିଳୁଛି। ପୋଲିସ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସମସ୍ତ ଟଙ୍କା ଫେରାଇ ଆଣିବା ପାଇଁ ଦାବି କରିଛନ୍ତି ସତ୍ୟବ୍ରତ। ଜୟ ଶ୍ରୀରାମ। ମୋ ନାଁ ସତ୍ୟବ୍ରତ ଦାସ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଶିଖରପୁର ପଞ୍ଚାୟତ କହୁଥିଲି। ତ ମୋର 2021 ମସିହାରେ କେସ୍ ଚାଲିଥିଲା। ମୋର ଚାକିରି କରିଦେବା କହି ଆଦିତ୍ୟ ମହଲା, ପିତା ଗୋକୁଳି ମହଲା, ବରହମପୁରା ଗଡ଼ିଘାଟି ପଞ୍ଚାୟତ ରାସଗୋବିନ୍ଦପୁର ବ୍ଲକ, ସେ ମୋଠୁ 20 ଲକ୍ଷ ଟଙ୍କା ନେଇଥିଲେ FCI ଚାକିରି କରିଦେବା ପାଇଁ। ଯେ ନିଜେ ମୁଁ କରିଛି ପ୍ଲସ୍ କରେଇଦେବି। ଅନଲାଇନ୍ ମାଧ୍ୟମରେ 15 ଲକ୍ଷ ଟଙ୍କା ମୁଁ ଦେଇଛି, ଆଉ ହ୍ୟାଣ୍ଡ କ୍ୟାସ୍ ମାତ୍ର 5 ଲକ୍ଷ ଟଙ୍କା ଦେଇଛି। ତ 2021 ମସିହାରେ ଏ ଜିନିଷ ହେଲା ପରେ ସେ ବହୁ ଜାଗା ଆମକୁ ଦିଲ୍ଲୀ, ବିହାର, ଝାଡ଼ଖଣ୍ଡ ବିଭିନ୍ନ ଜାଗାରେ ଆମକୁ ଡ୍ୟୁଟି ଦେବା ପାଇଁ ନେଇକି ଯାଇଥିଲା। ତାପରେ ଯେତେବେଳେ ଆମର ଏ ଜିନିଷ ଆମେ ଯେତେବେଳେ ଜାଣିଲେ ଯେ ସେ କହିଲା ମୋର ବି ସେ ନିଜେ ବି ଚାକିରି କରିଛି, ତ ସେତେବେଳେ ସେ କହିଲା ଯେ ଏ ଜିନିଷ ଯେତେବେଳେ ଆମେ ଜାଣିଲେ ଏ ଜିନିଷ ଫେକ୍ ହେଇଛି, ତ ସେତେବେଳେ ଆମେ ତାଙ୍କୁ ପଇସା ପାଇଁ କଥା ପଇସା ରିଟର୍ନ କରିବା ପାଇଁ କହିଲେ। ତ ସିଏ ଆମର ଧରାଛୁଆଁ ଦେଲେନି, ଦେଖା ଦେଲାନି। ତ ତାପରେ ମୁଁ ରାସଗୋବିନ୍ଦପୁର ବ୍ଲକ ଲୋପାମୁଦ୍ରା ମ୍ୟାଡାମ IAC ଥିଲାବେଳେ ମୁଁ କେସ୍ ଫାଇଲ କରିଥିଲି। ତ କେସ୍ ଫାଇଲ କଲା ପରେ ସେତେବେଳେ ବିଭିନ୍ନ ରାଜନୈତିକ ଦଳର ଚାପରେ ସେ ତାର ଘୁରି ରହିଲା, ଯାହାଫଳରେ ଧରାଛୁଆଁ ଦେଲାନି। ଆଜି କିନ୍ତୁ ଦୁଃଖର ବିଷୟ ଯେ ଭାରତୀୟ ଜନତା ପାର୍ଟିର ରାସଗୋବିନ୍ଦପୁର ମଣ୍ଡଳ କମିଟିର ସହିତ ମୋର୍ଚ୍ଚା ଅଧ୍ୟକ୍ଷଙ୍କ ନାମ ଘୋଷିତ ହୋଇଛି। ତା ମଧ୍ୟରେ ଆମର ଆଦିତ୍ୟ ମହଲା ଯିଏ ଯାହା ନାଁରେ କେସ୍ ହେଇଛି, କେସ୍ ନମ୍ବର 274/21 ହେଇଛି। ତ ଆଜି ସିଏ ସାଧାରଣ ସମ୍ପାଦକ ହେଇଛି। ତ ଏତେ ବଡ଼ ଜିନିଷ, ଆଜି ଏତେ ବଡ଼ ଦାୟିତ୍ୱ ତାକୁ ଦିଆ ହଉଛି। କାଲି ମୁଁ ଯେମିତି ହଇରାଣ ହେଇଛି ଆହୁରି ବହୁତ ଲୋକ ହଇରାଣ ହେବେ। ତ ଏ ଜିନିଷ ମତେ ନ୍ୟାୟ ଦରକାର। ଆଉ ଯଦି ମତେ ନ୍ୟାୟ ନ ମିଳୁଛି ମୁଁ ଆତ୍ମହତ୍ୟା କରିବା ପାଇଁ ମୁଁ ବାଧ୍ୟ ହେବି। ତ ମୁଁ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ଯେ ଏ ଜିନିଷରେ ସମସ୍ତେ ଧ୍ୟାନ ଦିଅନ୍ତୁ, ଗୁରୁତ୍ୱ ଦିଅନ୍ତୁ। ଆଉ ସେ ଯୋଉ ଆସାମୀକୁ କୌଣସି ଦାୟିତ୍ୱ ବା ସେ ଆସାମୀକୁ କଠୋର ଦଣ୍ଡ ମିଳୁ। ଜୟ ଶ୍ରୀରାମ। ବସ୍ତାରୁ ଉମାକାନ୍ତ ମହାନ୍ତିଙ୍କ ରିପୋର୍ଟ, ସଂଘର୍ଷ ଟିଭି।